ଯୌନ ସୁସମାଚାର ତାର ଏକ ଅଧ୍ୟାୟ। ଯୌନ ସୁସମାଚାର ତାର ଏକ ଅଧ୍ୟାୟର ଆମେ 29 ପଦ ପାଠ କରିବା। ଅଣତିରିଶ ଆଉ 36 ଦୁଇଟା ପଦ। ଯୌନ ସୁସମାଚାର ତାର ଏକ ପର୍ବର 29 ଏବଂ 36 ପଦ। ତହିଁ ଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। 36 ପଦ ସମାନ କଥା ଅଛି। ଆଉ ସେ ଯୀଶୁଙ୍କୁ ସେଇ ବାଟ ଦେଇ ଯାଉଥିବା ଦେଖି ତାଙ୍କୁ ଏକ ଦୃଷ୍ଟି ଚାହିଁ କହିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ। ପ୍ରଭୁ ବାକ୍ୟଟି ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। କିଏ କାହା ବିଷୟରେ କହିଥିଲେ? ବାପ୍ତିଜକ ଯୋହାନ ଆଉ ଯୀଶୁଙ୍କ ବିଷୟରେ କହିଥିଲେ। କାହା କହିଥିଲେ? ତାଙ୍କ ଶିଷ୍ୟମାନଙ୍କୁ। ବାପ୍ତିଜକ ଯୋହାନ ଯୀଶୁଙ୍କର ଅଗ୍ରଦୂତ ଥିଲେ। ଆଉ ଯେଉଁ ସ୍ଥାନରେ ଯୋହାନ ଥିଲେ ସେ ରାସ୍ତା ଦେଇ ଯେତେବେଳେ ଯୀଶୁ ଯାଉଛନ୍ତି, ସେତେବେଳେ ନିଜର ଶିଷ୍ୟମାନଙ୍କୁ ଯୀଶୁଙ୍କ ଆଡ଼କୁ ଦେଖି କହିଥିଲେ, ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇ ଯାଆନ୍ତି। କେତେ ଜଣଙ୍କର ପାପ? ଗୋଟେ ଜାତିର ପାପ କି ଗୋଟେ ବଂଶର ପାପ କି ଗୋଟେ ଦେଶର ପାପ ନାହିଁ, ବରଂ ସେ ଜଗତର ପାପ ବହି ନେଇ ଯାଆନ୍ତି। ପ୍ରେଜ୍ ଦ ଲର୍ଡ। ସେ ଗୋଟେ ବ୍ୟକ୍ତିର ପାପ ବହି ନେଇ ଯାଆନ୍ତି, ଗୋଟେ ପରିବାର ପାପ ବହି ନେଇ ଯାଆନ୍ତି, ଗୋଟେ ଗୋଷ୍ଠୀର, ଜାତିର, ଗୋଟେ ଦେଶର ମଧ୍ୟ, କିନ୍ତୁ ସେ ମଧ୍ୟ ସମୁଦାୟ ଜଗତର ପାପ ଭାର ବହି ନେଇ ଯାଆନ୍ତି। ହାଲେଲୁୟା। ତେବେ ଆମେ ସଂକ୍ଷେପରେ ଏ ବାକ୍ୟରୁ ଆମେ ଶୁଣିବା। ଆଉ ଏକ ବିଶେଷ ଦିନ ଆମେ ଗୁରୁତ୍ୱପୂର୍ଣ୍ଣ ସମୟ ରହିଛୁ, ଯେଉଁ ସମୟରେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କୃଷାର୍ପଣ ବିଷୟରେ ଆମେ ଟିକେ ଆଲୋଚନା କରିବା। କୃଷର ଅର୍ଥ କିଏ କହିପାରିବେ କି? କୃଷର ଅର୍ଥ କ'ଣ? ଆଉ ଅନ୍ୟ ଶବ୍ଦରେ କୃଷ ଶବ୍ଦର ଆଉ ଅନ୍ୟ ଶବ୍ଦ କ'ଣ ଅଛି? କୃଷ କାଠର ଅନ୍ୟ ଶବ୍ଦ ଛକି କାଠ। କି କାଠ? ଛକି କାଠ, ଛଣ୍ଡା କାଠ। ଆଉ ସେ ଛକି କାଠରେ ବା କୃଷ କାଠରେ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କୃଷାର୍ପିତ ହେଇଥିଲେ ଏବଂ 3 ଦିନ ପରେ ସେ ମୃତ୍ୟୁକୁ ଜୟ କରି ସେ ଉଠିଲେ ଏବଂ 40 ଦିନ ପର୍ଯ୍ୟନ୍ତ ପୃଥିବୀରେ ଥିଲେ। 12ରୁ ଅନେକ ଥର ଶିଷ୍ୟମାନଙ୍କୁ ଦର୍ଶନ ଦେଲେ। ପରବର୍ତ୍ତୀ ସମୟରେ ସ୍ୱର୍ଗାରୋହଣ କରୁଛନ୍ତି। ଆଉ ଥରେ ପୁନର୍ବାର ସେ ଆସିବେ। କେତେ ବଡ଼ ସୌଭାଗ୍ୟର ବିଷୟ। ପ୍ରେଜ୍ ଦ ଲର୍ଡ। ତେବେ ଆପଣମାନେ ଜାଣିଛନ୍ତି କି ନାହିଁ, ଅନେକଙ୍କ ଧାରଣା ଥିବ ଯେ କେବଳ ଯୀଶୁ ଖ୍ରୀଷ୍ଟ ଏବଂ ସେ 2ଟା ଚର ହିଁ କୃଷାର୍ପିତ ହେଲେ। ଅନେକ ସେତିକି ଜାଣିଥିବେ। କିନ୍ତୁ କୃଷବିଧ ବା କୃଷାର୍ପଣର ବ୍ୟବସ୍ଥା ଏହା ଯୀଶୁଙ୍କ ସମୟରେ ଆରମ୍ଭ ହେଇନଥିଲା। ଯୀଶୁଙ୍କର ଜନ୍ମର 600 ବର୍ଷ ପୂର୍ବେ ଅସୁରୀୟମାନଙ୍କ ଦ୍ୱାରା, ବାବିଲୋନୀୟମାନଙ୍କ ଦ୍ୱାରା ଆରମ୍ଭ ହେଇଥିଲା ଏବଂ ଯୀଶୁ ପ୍ରଭୁ ସ୍ୱର୍ଗାରୋହଣ କରିବାର 400 ବର୍ଷ ପରେ କନଷ୍ଟାଣ୍ଟିନ୍ ସମ୍ରାଟଙ୍କ, ଯେତେବେଳେ କନଷ୍ଟାଣ୍ଟିନ୍ ସମ୍ରାଟ ଖ୍ରୀଷ୍ଟିଆନ ହେଇଗଲେ, ରୋମ ସାମ୍ରାଜ୍ୟର ସମ୍ରାଟ କନଷ୍ଟାଣ୍ଟିନ୍ ଖ୍ରୀଷ୍ଟିଆନ ହେଇଗଲା ପରେ ଆଉ କୃଷାର୍ପଣର ବ୍ୟବସ୍ଥାକୁ ସେ ଲୋପ କରିଦେଲେ। ତ ଯୀଶୁଙ୍କ ଜନ୍ମର 600 ବର୍ଷ ପୂର୍ବେ ଆରମ୍ଭ ହେଇଥିଲା। ପୁଣି ଯୀଶୁ ପ୍ରଭୁଙ୍କ ଜନ୍ମର 400 ବର୍ଷ ପର୍ଯ୍ୟନ୍ତ ଆଉ ଏ ବ୍ୟବସ୍ଥା ଆଉ ଏ ପରମ୍ପରା ଆଉ ଚାଲୁଥିଲା। କିନ୍ତୁ କନଷ୍ଟାଣ୍ଟିନ୍ ବୋଲି ରାଜାଙ୍କ ସମ୍ରାଟଙ୍କ ସମୟରେ ବନ୍ଦ କରାହେଲା। ତେବେ କୃଷରେ ଅସଂଖ୍ୟ ଲୋକମାନେ ଝୁଲିଛନ୍ତି। ହଜାର ହଜାର ଲୋକମାନଙ୍କୁ କୃଷରେ ମରା ଯାଇଥିଲା। ହଜାର କୃଷାର୍ପିତ ହେଇଛନ୍ତି। ଥରେ ଏକାଥରେ
600 ଲୋକଙ୍କୁ ଗୋଟେ ଲାଇନରେ ମାନେ କ୍ରୁଶବିଦ୍ଧ କରାଇଥିଲା। ଆମେ ଯୀଶୁଙ୍କ ସମୟରେ 3 ଜଣଙ୍କୁ ଦେଖୁଛୁ, ଦି ପଟେ 2 ଚୋର ମଝିରେ ଜଗତ ସାର ବୋଲି କହିବେ ଯେ ଯୀଶୁଙ୍କର 2 ସାଇଡରେ 2ଟା ଚୋର। ସେମାନେ ବିଦ୍ରୋହୀ ଥିଲେ, ଆନ୍ଦୋଳନକାରୀ ଥିଲେ, ବିପ୍ଳବକାରୀ ଥିଲେ, ସେମାନେ ନରହତ୍ୟାକାରୀ ଥିଲେ। ସେମାନଙ୍କର ମଝିରେ ଯୀଶୁ ପ୍ରଭୁଙ୍କୁ କ୍ରୁଶବିଦ୍ଧ କରାଇଥିଲା 3 ଜଣ, କିନ୍ତୁ ଏକାଥରେ 600 ଅଧିକ ଲୋକମାନଙ୍କୁ କ୍ରୁଶରେ ଚଢ଼ା ଯାଇଥିଲା। ଆଉ ଥରେ 800 ଲୋକ କ୍ରୁଶରେ ଚଢ଼ା ଯାଇଥିଲା ଗୋଟିଏ ଦିନରେ, ଗୋଟେ ଲାଇନ୍। ତେବେ ସେ ସମୟରେ କୃଷିୟ ମରଣ ବା କୃଷାର୍ପଣ ସବୁଠାରୁ ଯନ୍ତ୍ରଣାଦାୟକ ମରଣ ଥିଲା, ଦୁଃଖଦ ମରଣ ଥିଲା, ଆଉ ମଧ୍ୟ ଲଜ୍ଜାର ମରଣ ଥିଲା। ସବୁଠାରୁ ଯନ୍ତ୍ରଣାଦାୟକ ମରଣ ଥିଲା କ'ଣ? ମାନେ କୃଷାର୍ପଣର ମାନେ ଜୀବନ ବା ଯେ କୃଷରେ ବିଧ ହବ, ଆଉ ସେ ସବୁଠାରୁ ବହୁତ ବଡ଼ ଯନ୍ତ୍ରଣା ସେ ପାଇବ। ଆଉ କେଉଁମାନଙ୍କ କୃଷରେ ବିଧ କରାଉଥିଲା? ଭଲ ଲୋକମାନଙ୍କୁ କୃଷରେ ମରା ହେଉନଥିଲା। ରାଜଦ୍ରୋହୀମାନଙ୍କୁ, କ୍ରୀତ ଦାସମାନଙ୍କୁ, ଆଉ ଯେଉଁମାନେ ଜଗତରେ ଏମିତି କିଛି ଭୁଲ କରିଦେଇଛନ୍ତି ଆଉ ଦୁନିଆରେ ବଞ୍ଚି ରହିବା କଥା ନାହିଁ, ସେଇଭଳିଆ ଲୋକମାନଙ୍କୁ କୃଷରେ ମରା ହେଉଥିଲା। ରୋମିଓ ଲୋକମାନଙ୍କୁ ବେଶୀ କୃଷରେ ମରା ହେଉନଥିଲା। ଏଇଟା କେବଳ କ୍ରୀତ ଦାସମାନଙ୍କୁ କୃଷରେ ମରା ହେଉଥିଲା, ଆଉ ଦେଶଦ୍ରୋହୀମାନଙ୍କୁ, ରାଜଦ୍ରୋହୀମାନଙ୍କୁ କୃଷରେ ମରା ହେଉଥିଲା। ଏମିତିକି କାହିଁକି କୃଷ ଉପରେ ଝୁଲେଇ ଦିଆହେଉଥିଲା? ସେମାନଙ୍କର ବିଶ୍ୱାସ ଥିଲା ଯେ ଏଇଭଳିଆ ବ୍ୟକ୍ତି ମଲା ବେଳେ ତାର ପାଦ ମଧ୍ୟ ଏ ଯେଉଁ ମାଟିରେ ବାଜିବା ଠିକ ନାହିଁ। ଯଦି ଏମିତିକା ଲୋକ ଯଦି ଭୂମିରେ ମରିବ ତାହେଲେ ଆଉ ଧରଣୀ ଦେବୀ ଅପବିତ୍ର ହବ, ଧରଣୀ ଦେବୀ ଅଶୁଚି ହେବ, ତାଙ୍କର ସେମିତି ବିଶ୍ୱାସ ଥିଲା। ଏ ଯେଉଁ ଲୋକମାନେ ଯେ ମରିବା କଥା, ମଲା ବେଳେ ମଧ୍ୟ ସେମାନଙ୍କର ପାଦ ପୃଥିବୀରେ ବାଜିବ ନାହିଁ। ସେମାନେ କ'ଣ କରାହେବ? ପୃଥିବୀରୁ ଉଠେଇକିରି ସେମାନେ ଉପରେ ମାରିବେ, ଯୋଦ୍ୱାରା କି ମଲା ବେଳେ ତାର ପାଦ ପୃଥିବୀରେ ବାଜିବ ନାହିଁ। ତେବେ ଯେଉଁମାନେ ଦୁନିଆରେ ବଞ୍ଚିବା କଥା ନାହିଁ, ଯେଉଁମାନେ ଦୁର୍ଦାନ୍ତ, ଦେଶଦ୍ରୋହୀ, ରାଜଦ୍ରୋହୀ, ଏଇଭଳିଆ ଲୋକଙ୍କୁ ମରା ହେଉଥିଲା। ପୁଣି ଯେଉଁମାନଙ୍କର ପାଦ ପୃଥିବୀରେ ବାଜିଲେ ଏ ପୃଥିବୀ ଅପବିତ୍ର ହବ, ଅର୍ମୁଜ ଦେବୀ ମାନେ ଅସନ୍ତୋଷ ହବ, ସେଥିପାଇଁ ଉପରେ ଉଠେଇ ମାରୁଥିଲେ। ସେଇଭଳିଆ ଜାଗାରେ ଯୋଉଠି ଦୁର୍ଦାନ୍ତ ଗୁଣ୍ଡାମାନଙ୍କୁ ମରା ହେଉଥିଲା, କ୍ରୀତ ଦାସମାନଙ୍କୁ ଝୁଲା ହେଉଥିଲା, ଯେଉଁମାନେ ବଞ୍ଚିବା ପାଇଁ ଯୋଗ୍ୟ ନଥିଲେ ସେମାନଙ୍କୁ ଅଚିବେ ପଛପଟେ ମରା ହେଉଥିଲା। ସେଇଭଳିଆ ଜାଗାରେ, ସେମିତିକା ଜାଗାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଚଢ଼ାଗଲା। ସେ ଅଧାର୍ମିକ ମାନଙ୍କ ସହିତ ଗଣିତ ହେଲେ। ଯେଉଁ ଅଧାର୍ମିକ ଥିଲେ, ମୃତ୍ୟୁ ଦଣ୍ଡ ଯୋଗ୍ୟ ଥିଲେ, ଆଉ ସେମାନେ ଯୋଉ ଜାଗାରେ ମରିବା କଥା ସେଇଭଳିଆ ଜାଗାରେ ଆପଣ ମାନେ ମୁଁ ମଧ୍ୟ, ବାଇବେଲ ଅନୁସାରେ ବାକ୍ୟ ଲେଖା ହେଲା, ପାପର ବେତନ ମୃତ୍ୟୁ। ଆମେ ଯୋଉ ପାପ କରିଛୁ, ମାନେ ଆମେ ଯେତେ ପାପ କରିଛୁ ସେ କଥା ତ ରହିଛି, କିନ୍ତୁ ପାପର ପ୍ରକୃତି ନେଇ ଆମେ ଜନ୍ମ କରିଛୁ। ଆମମାନଙ୍କ ଦେହରେ ଆଦମର ପାପର ପ୍ରକୃତି ଅଛି। ବାକ୍ୟ ଲେଖା ହେଇଛି, ପାପର ବେତନ ମୃତ୍ୟୁ। ଆମେ ସମସ୍ତେ ମୃତ୍ୟୁ ଦଣ୍ଡ ଯୋଗ୍ୟ ଥିଲୁ। ଆଉ କେମିତିକା ଜାଗାରେ ଆମେ ମୃତ୍ୟୁ ଦଣ୍ଡ ପାଇବାର ଯୋଗ୍ୟ ଥିଲୁ? ନା ଯେଉଁ ସ୍ଥାନରେ ଲୋକମାନଙ୍କୁ କ୍ରୁଶବିଦ୍ଧ କରାହେଉଥିଲା, ଆଉ ସେଇ ଜାଗାରେ ଆପଣ ମାନେ ମୁଁ ମଧ୍ୟ ମୃତ୍ୟୁ ଦଣ୍ଡ ଯୋଗ୍ୟ ଥିଲୁ। କିନ୍ତୁ ସେଇ ଜାଗାରେ କିଏ ଆସୁଛନ୍ତି? ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଆପଣମାନଙ୍କ ପାଇଁ, ମୋ ପାଇଁ ସେ ଗଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ଯୋଉ ଜାଗାରେ ପାପୀ ମାନେ ମରୁଥିଲେ, ଯେଉଁମାନେ ଦୋଷୀ ସାବ୍ୟସ୍ତ, ମୃତ୍ୟୁ ଦଣ୍ଡ ଯୋଗ୍ୟ ସେମାନେ ଯାଉଥିଲେ, ସେ ଜାଗାରେ ପ୍ରଭୁ ଯୀଶୁ ମଧ୍ୟ ଯାଉଛନ୍ତି। ପାପୀ ମାନଙ୍କର ଜାଗାରେ ସେ ଯାଉଛନ୍ତି, ପାପୀ ମାନଙ୍କର ଦଣ୍ଡ ସେ ସହ୍ୟ କରୁଛନ୍ତି। କିନ୍ତୁ ଆମେ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ବି ଦେଖିବା, ଅନ୍ୟ ଅପରାଧୀ ମାନଙ୍କର ଭଳିଆ ଯୀଶୁ ପ୍ରଭୁ ନଥିଲେ।
अपराधी मान सहित गणित हेले अपराधी मान जगह गले अपराधी मानकर आउ अपराध अभिशाप दंड तांको ऊपर कासीगला अपराधी मान भलिया से दंड भोग कले जड़े प्रभु दास प्रसन्न कले ए दुनियार सबुठु बहुत बड़ माने पापमय व्यक्ति किए आ उत्तर थिला जीशु ख्रीस्ट कहीं अन्य माने निज निजर पाप पाई मृत्युवरण करती किंतु जीशु प्रभु समस्त पाप भार निज ऊपर करेले जे संपूर्ण पापमय हेले आ समस्त ठारू से अधिक पापमय ही अधिक दंड अधिक अभिशाप से निज ऊपर से नेले कि आम जदि प्रभु जीशु विषय चिंता करवा ताले वाक्य लिखाला तांको मुखरे छल कथा नथिला कि से कौन से पाप कर्म करी नथिले तांको मुखरे छल कथा नथिला कि से कौन से पाप कर्म से करी नथिले आ पढ़िबा पई कहू नहीं आम समय बा मु खाली कहि देबा पई चाहूछी जीशु जते बेले गुरुवार दिन राति रे शत्रु हस्तगत हेले बा शत्रु हस्तर समर्पित हेले परवर्ती समय रे जीशु प्रभु को विचार कराए आउ दीटा स्तर रे जीशु प्रभु विचारित हेले प्रथम रे केमान विचार कले जीशु शत्रु हस्तगत होला परे से विचारित हेले प्रथम विचार थिला यहूदी मानकर विचार यहूदी माने प्रथम रे जीशु विचार कले द्वितीय प्रकार विचार थिला रोमियो मान विचार रोमियो मान विचार कले ए दुई दलीय विचार रे जीशु प्रभु 6 थर से विचारित होइछंती यहूदी माने जीशु प्रभु को तीनटा स्तर रे विचार कले प्रथम विचार आउ हनानियो पूर्वतन महायाजक माने प्रीवियस हाई प्रीस्ट आउ हनानियो से जीशु को विचार करुछंती आपण माने आउ जौन तार 18 पर्व पाई परिबे जे हनानियो जीशु को विचार करुछंती प्रथम विचार से जीशु को धरिला परे प्रथम रे कहा पाक नउछंती ना पूर्वतन महायाजक यहूदी मानकर महासभार बा सुप्रीम कोर्ट रो उच्चतम न्यायालय रो विचार करती आ महायाजक थिले से पूर्वतन महायाजक पूर्वतन विचारपति अनानंद पाखु नउछंती द्वितीय विचार थिला कयाफा महायाजक को पाखु से गले कयाफा महायाजक से अनानंकर से जोई थिले अनान कयाफांकर ससुर थिले आ कयाफा महायाजक जीशुंकर विचार करुछंती आ यहूदी मानकर विचार तृतीय विचार थिला महासभा से विचारित हेले यहूदी मानकर महासभा इंग्लिश सनेड्रिन बोली कहउतिला आमे आदि कहि परिबा यहूदी मानकर उच्चतम न्यायालय बादांगर सुप्रीम कोर्ट आ से सुप्रीम कोर्ट रे ठिया हेले आ सेठी से विचार थिले तापर देखिबे ए तीनोटी यहूदी विचार परे जीशु प्रभु रोमियो मानक द्वारा से विचारित होचंती क्रूस को जीवा पूर्वरु द्वितीय प्रकार विचार थिला रोमियो मान विचार आ रोमियो मानकर विचार रे से प्रथम रे पिलातंग पाको निया जाउछंती पिलातंग विचार करूछंती आ द्वितीय विचार के करूछंती हेरोद करूछंती हेरोदंग पाको को निया जाउछंती राजा हेरोद तांगर विचार करूछंती तृतीय विचार पुनर्बार पिलातंग करूछन आपण देखिबे जो 6 थर जाको जीशु विचार थिले प्रत्येक विचार रे से निर्दोष साब्यस्त से हेले प्रेज द लॉर्ड हालेलुया यहूदी मानकर विचार हो कि रोमियो मानकर विचार हो ए 6 थर जाको विचार रे जीशु प्रभु निर्दोष साब्यस्त हेले तांको थारे मृत्यु दंड योग्य कौनसी अपराध देखा गला नहीं मृत्यु दंड योग्य कौनसी दोष त्रुटि विचारकर्ता माने पाई पारि नांती ते तीनोटी विचार ए जो दुई प्रकार विचार रे प्रथम विचार रे जीशु प्रभु को धर्मद्रोही ईश्वरद्रोही
এই আধাରରେ ବିଚାର କରାଇଥିଲା। ଆଉ ରୋମିଓ ମାନଙ୍କ ବିଚାରରେ ଯୀଶୁଙ୍କୁ ଦେଶଦ୍ରୋହୀ ଭାବରେ ବିଚାର କରାଇଥିଲା। ସେ ସରକାର ବିରୁଦ୍ଧରେ ଯାଉଛନ୍ତି। କୋଉ ସରକାର? ରୋମିଓ ସରକାର ବିରୁଦ୍ଧରେ। ଏ ଯୋଉ ଅଭିଯୋଗ କେଉଁମାନେ ଆଣିଥିଲେ? ଜିହୁଦୀ ମହାଯାଜକ ମାନେ, ଜିହୁଦୀ ଯାଜକ ମାନେ, ଶାସ୍ତ୍ରୀ ଫାରୁସୀ ମାନେ ଯୀଶୁଙ୍କ ବିରୁଦ୍ଧରେ এই ଅଭିଯୋଗ ଲଗାଇଥିଲେ। ପ୍ରଥମରେ ଏ ଧର୍ମଦ୍ରୋହୀ, ଏ ଈଶ୍ୱର ନିନ୍ଦା କରୁଛି, ଆଉ ସେ ମନ୍ଦିରକୁ ନଷ୍ଟ କରିବା ପାଇଁ ଚାହୁଁଛି, ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି କହୁଛି। ତେ ପ୍ରଥମ ବିଚାରରେ ଧର୍ମକୁ ନେଇ ଏ ଜଣେ ଧର୍ମଦ୍ରୋହୀ, ଏ ଜଣେ ଈଶ୍ୱରଦ୍ରୋହୀ, ଏ ଈଶ୍ୱରଙ୍କୁ ନିନ୍ଦା କିଭଳି ନିନ୍ଦା କରୁଛି ନା ସେ ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲାଉଛି। ଦ୍ୱିତୀୟରେ ଏ ମନ୍ଦିରକୁ, ଯୋଉ ମନ୍ଦିର 46 ବର୍ଷ ଲାଗିଥିଲା ନିର୍ମାଣ କରିବା ପାଇଁ, ତାକୁ ଭାଙ୍ଗି ଦେଇ 3 ଦିନରେ ଗଢ଼ି ଦେବା ପାଇଁ କହୁଛି। ଏ ହେଉଛି ଧର୍ମଦ୍ରୋହୀ। ଆଉ ଏ ଅଭିଯୋଗ କରିବା ପାଇଁ ସେମାନଙ୍କ ପାଖରେ ସଠିକ ପ୍ରମାଣ ନଥିବାରୁ ମିଥ୍ୟା ସାକ୍ଷୀ ମାନଙ୍କର ଯୋଗାଡ଼ କରାଯାଇଥିଲା। ମିଥ୍ୟା ସାକ୍ଷୀ ମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ଏ ବ୍ୟକ୍ତି କହୁଛି ଯେ ମୁଁ ଈଶ୍ୱରଙ୍କ ପୁତ୍ର ବୋଲି। ଏ ବ୍ୟକ୍ତି କହୁଥିଲା ମୁଁ ଶୁଣିଛି ଯେ ମନ୍ଦିରକୁ ଭାଙ୍ଗି ଦେଇ 3 ଦିନରେ ଗଢ଼ିବ ବୋଲି। ଦେଖନ୍ତୁ, ସାକ୍ଷ୍ୟ ଅଭାବ ହେତୁ ମିଥ୍ୟା ସାକ୍ଷୀ ମାନଙ୍କୁ ସେ ଯୋଗାଡ଼ କଲେ। କିନ୍ତୁ ମିଥ୍ୟା ସାକ୍ଷୀ ମାନଙ୍କର ମିଥ୍ୟା ସାକ୍ଷ୍ୟ ଆଉ ସେ ଜାଗାରେ କାମ ଦେଲା ନାହିଁ। ଯୀଶୁ ନିର୍ଦ୍ଦୋଷ। ପ୍ରେଜ୍ ଦ ଲର୍ଡ। ଆଉ ମଧ୍ୟ ସେମାନେ କହିଲେ ଏ ଜିହୁଦୀ ମାନଙ୍କ ରାଜା ବୋଲି କହୁଛି। ଯେତେବେଳେ ରୋମିଓ ମାନଙ୍କ ବିଚାର କଥା ଚିନ୍ତା କରିବା, ସରକାର ଯେମିତି ଯୀଶୁଙ୍କ ବିରୁଦ୍ଧରେ ଯିବେ ସେଥିପାଇଁ ସରକାର ଦ୍ରୋହୀ, ଏ ରାଜଦ୍ରୋହୀ, ଏ ଦେଶଦ୍ରୋହୀ, ଏ ରୋମିଓ ମାନଙ୍କ ବିରୁଦ୍ଧରେ ପ୍ରଜା ମାନଙ୍କୁ ସେ କଣ କରୁଛି? ଉଠାଉଛି, ଉତ୍ତେଜିତ କରୁଛି। ଏ କଥା କୁହାହେଲା। ମହାଯାଜକ ମାନଙ୍କ ସାମ୍ନାରେ ଧର୍ମର କଥା କୁହାହେଲା, ଧର୍ମଦ୍ରୋହୀ କୁହାହେଲା। କିନ୍ତୁ ପିଲାତକ ରୋମିଓ ଶାସନକର୍ତ୍ତା ଥିଲେ, ତାଙ୍କ ସମ୍ମୁଖରେ କୁହାହେଲା ଏ ବ୍ୟକ୍ତି ରାଜଦ୍ରୋହୀ। ସେ କାଇସରଙ୍କ ବିରୁଦ୍ଧରେ କଥା କହୁଛି। ସେ କାଇସରଙ୍କୁ ଟେକ୍ସ ନ ଦେବା ବିରୁଦ୍ଧରେ କଥା କହୁଛି, ଶୁଳ୍କ ନ ଦେବା ପାଇଁ କହୁଛି। ସେ ସାଧାରଣ ଜନତାକୁ କାଇସର ବିରୁଦ୍ଧରେ ସରକାର ଉତ୍ତେଜିତ କରୁଛି। ତେବେ ରୋମିଓ ସରକାରର ସମ୍ମତି ପାଇବା ପାଇଁ, ରୋମିଓ ସରକାରକୁ ଯୀଶୁଙ୍କ ବିରୁଦ୍ଧରେ ଉଠେଇବା ପାଇଁ ସେମାନେ ସରକାର ବିରୁଦ୍ଧରେ ଯୀଶୁଙ୍କୁ ଅଭିଯୋଗ ଲଗେଇଲେ। କିନ୍ତୁ ପିଲାତକ କହିଲେ ଏ ବ୍ୟକ୍ତିଙ୍କ ଠାରେ ମୃତ୍ୟୁ ଦଣ୍ଡ ଯୋଗ୍ୟ, ମୁଁ କୌଣସି ଦୋଷ ପାଇପାରୁ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ଆପଣ ଦେଖନ୍ତୁ, ଯୀଶୁ ପ୍ରଭୁଙ୍କୁ ଯେତେ ଥର ବିଚାର କରାଯାଇଥିଲା, ତାଙ୍କୁ ତନ ତନ ବିଚାର କରାଯାଇଥିଲା, ପ୍ରତ୍ୟେକ ପଏଣ୍ଟ ଉପରେ ବିଚାର କରାଯାଇଥିଲା। ମାତ୍ର ପ୍ରତିଟି ବିଚାରରେ ବିଚାରକର୍ତ୍ତା ଏ ରାୟ ଦେଲେ ଯେ ଏ ବ୍ୟକ୍ତି ତୁମେ ମାନେ ଯେତେ ପଏଣ୍ଟ ଉପରେ ଅଭିଯୋଗ କରୁଛ, ସେ ଅଭିଯୋଗ ଅନୁସାରେ ମୁଁ ବିଚାର କଲି ଏବଂ এই সিদ্ধান্তে পৌঁছিছি যে এই ব্যক্তি মৃত্যু দণ্ডযোগ্য, মৃত্যু পাইলা ভলিয়া কৌনসি অপরাধ করি নাহান্তি। হালেলুয়া। এ সম্পূর্ণ মৃত্যুর মুক্ত, এ দণ্ড মুক্ত, এ দোষ মুক্ত, এহাঙ্কু মু খলাস করবা পাই চাহুছি। প্রেজ দ লর্ড। হালেলুয়া। প্রভুଙ୍କୁ ধন্যবাদ हो। ଯୀଶୁ ପ୍ରଭୁଙ୍କ ମୁଖରେ ଛଳ କଥା ନଥିଲା, ସେ କୌଣସି ପାପ କର୍ମ କରିନଥିଲେ। ବିଚାରରେ ମଧ୍ୟ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ। ତାର ଅର୍ଥ ତାଙ୍କ ଭିତରେ କୌଣସି ଦୋଷ ମହାଯାଜକ ପାଇପାରି ନାହାନ୍ତି, କି ବିଚାରକର୍ତ୍ତା ପିଲାତକୁ ପାଇପାରି ନାହାନ୍ତି, ହେରୋଦ ମଧ୍ୟ ପାଇପାରି ନାହାନ୍ତି। ଆଉ ପ୍ରତ୍ୟେକ ଅଭିଯୋଗ ଖଣ୍ଡନ କରାହେଲା। ସେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ସତ୍ତ୍ୱେ ଅପରାଧୀ ମାନଙ୍କ ଜାଗାକୁ ନିଆଯାଉଛି, ଅପରାଧୀ ମାନଙ୍କର ଭଳିଆ ତାଙ୍କ କ୍ରୁଶରେ ଆଉ ବିଧ କରାହଉଛି। ଆପଣ ଦେଖିବେ ଏଇ ଜାଗାରେ ଜଣେ ଯାଜକଙ୍କର ପୁଅ, ଜନ ଥିଲେ ଜଣେ ଯାଜକଙ୍କର ପୁଅ, ଆଉ ଯୀଶୁ ଖ୍ରୀଷ୍ଟଙ୍କୁ କହୁଛନ୍ତି ଈଶ୍ୱରଙ୍କର ମେଷ ଶାବକ, ଯେ ଜଗତର ପାପ ବହି ଖାଲି ବହନ୍ତି ନାହିଁ, ମାତ୍ର ବହିକି ନେଇ ଯାଆନ୍ତି। ହାଲେଲୁୟା। ତେବେ ଯେ
ଅନ୍ୟର ପାପ ବହି ନେଇଯିବ ସେ କେମିତିକା ବ୍ୟକ୍ତି ହେଇଥିବ? ସେ ପାପ ଶୂନ୍ୟ, ସେ ନିର୍ଦୋଷ, ସେ ବିଚାରରେ ନିର୍ଦୋଷ, ସେ ଅନ୍ୟର ପାପ ବହିକି ନେଇଯିବେ। ବିଶେଷ କରି ପୁରାତନ ନିୟମରେ ଯଦି ଆପଣ ମାନେ ଲେବି ପୁସ୍ତକ 16 ପର୍ବ ପଢିବେ, ଆପଣ 16 ପର୍ବରେ 2ଟା ଛେଳିକୁ ଆପଣ ଦେଖିପାରିବେ। ଟିକେ ଧ୍ୟାନରେ ଶୁଣିବେ, ଅନେକ ପଢିଥିବେ ଏ କଥା ବୁଝି ନଥିବେ। 2ଟା ଛେଳି କଥା ଲେଖା ହେଇଛି। ଗୋଟେ ଗଡ୍ସ ମାନେ ଗଡ୍, ଆଉ ଗୋଟେ ହଉଛି ସ୍କେପ୍ ଗଡ୍। ଈଶ୍ୱରଙ୍କର ଛେଳି ଗୋଟେ, ଆଉ ଗୋଟେ ଛେଳି ହଉଛି ତାକୁ ଆଜାଜେଲ, ଏଭଳି ଆଜାଜେଲ କୁହାଉଛି। ତାକୁ ହଉଛି ତ୍ୟାଗ, ପରିତ୍ୟାଗ କରିବା ଛେଳି ବା ତ୍ୟାଗ କରିବାର ଛେଳି। ମହାଯାଜକ 2ଟା ଛେଳି ବାଛୁଥିଲେ, ଗୋଠର 2ଟା ଛେଳି ବାଛୁଥିଲେ। ଆଉ ପ୍ରଥମ ଛେଳି କଣ କରାଉଥିଲା? ପ୍ରଥମ ଛେଳିକୁ ବେଦୀରେ ଆଉ ମହାଯାଜକ ନିଜ ପାଇଁ ଆଉ ସେ ପବିତ୍ର ସ୍ଥାନ ପାଇଁ ସେ ବଳି କରିଦଉଥିଲେ। ଦ୍ୱିତୀୟ ଛେଳିକୁ କଣ କରାଉଥିଲା? ତାକୁ ବଳି କରାଉନଥିଲା। ସେ ଛେଳି ଉପରେ ମହାଯାଜକ ନିଜର ହସ୍ତ ରଖୁଥିଲେ, ଛେଳିର ମୁଣ୍ଡ ଉପରେ ହାତ ରଖୁଥିଲେ। ଦେଶର ସମସ୍ତଙ୍କର, ନିଜର ପରିବାର ପ୍ରତ୍ୟେକଙ୍କର ପାପକୁ ସେ ସ୍ୱୀକାର କରୁଥିଲେ। ତାମାନେ ସମସ୍ତଙ୍କର ପାପକୁ ସେ ଛେଳିର ମୁଣ୍ଡ ଉପରେ ଲଦି ଦେଉଥିଲେ। ମାତ୍ର ସେ ପାପ ଲଦିବା ପୂର୍ବରୁ ଯୋଉ ଛେଳିକୁ ବଳି କରାହବ, ଯୋଉ ଛେଳିକୁ ପଠାହବ, ତାକୁ କେତେ ସ୍ତରରେ ତାକୁ କଣ କରାହବ? ପରୀକ୍ଷା କରାଉଥିଲା। ଗଠରୁ ଛେଳି ବାଛିବା ପୂର୍ବରୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଯାହା ବଳି କରାହବ, ପ୍ରଥମ ତାର ବିଚାର କରାହବ, ତାର ପରୀକ୍ଷା କରାହବ। ତନ ତନ କରି ପ୍ରତିଟି ବିଷୟରେ ପରୀକ୍ଷା କରାହବ। ଯଦି ଛେଳି ସମ୍ପୂର୍ଣ୍ଣ ନିଖୁମ୍ତ ଦେଖାଯିବ, ଯଦି ନିର୍ଦାଗ ଦେଖାଯିବ, ସେଇ ମେଣ୍ଢା ବା ସେଇ ଛେଳି ହିଁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ବଳିଯୋଗ୍ୟ ହେଇପାରିବ। ହାଲେଲୁୟା, ହାଲେଲୁୟା। କଣ କରୁଥିଲେ? ପ୍ରଥମରେ ଯୋଉ ଗଠରୁ ଛେଳି ବଛାଉଥିଲା ବା ମେଣ୍ଢା କି ବଳଦ ବଛାଉଥିଲା, ପ୍ରଥମେ ଗଠରୁ ବଳି ପାଇଁ ପୃଥକ କରିବା ପୂର୍ବରୁ ତାକୁ ପରୀକ୍ଷା କରାଉଥିଲା। ତା ଦେହ ଯଦି କିଛି ଗୋଟେ ବ୍ରଣ ଥିବ, ଦେହରେ କିଛି ଗୋଟେ ଦାଗ ଥିବ, ଯଦି କିଛି ପଥ ଥିବ, କୌଣସି ଦୁର୍ବଳ ଥିବ, ତାହେଲେ ସେ ପ୍ରଭୁଙ୍କର ବଳି ପାଇଁ ଯୋଗ୍ୟ ନାହିଁ, ତାକୁ ଅଯୋଗ୍ୟ ଘୋଷଣା କରାଉଥିଲା। ଆଉ ଅନେକ ସ୍ତରରେ, ଅନେକ ଥର, ଅନେକଙ୍କ ହାତରେ ଶେଷରେ ମହାଯାଜକ, ଶେଷରେ ଯାଜକ ମାନେ ପରୀକ୍ଷା କରିବେ। ଆଉ ଏ ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ, ପରୀକ୍ଷାରେ ପାସ୍ ହେଲା ପରେ, ଆଉ ସେଇ ପ୍ରକାର ମେଷ ଏବଂ ସେଇ ପ୍ରକାର ମାନେ ପଶୁକୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି କରାହଉଥିଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ଯୀଶୁ ପ୍ରଭୁ ମଧ୍ୟ ଈଶ୍ୱରଙ୍କର ମେଷ ଶାବକ, ସେ କ୍ରୁଶରେ ଆମମାନଙ୍କ ପାଇଁ ବଳି ହେବେ। ମାତ୍ର ବଳି ହେବା ପୂର୍ବରୁ ସେ ନିର୍ଦୋଷ ଦେଖାଗଲେ, ସେ ନିଖୁମ୍ତ ଦେଖାଗଲେ। ପ୍ରେଜ୍ ଦ ଲର୍ଡ। ତାଙ୍କ ମୁଖରେ ଛଳ କଥା ନଥିଲା, ସେ କୌଣସି ପାପ କର୍ମ କରିନଥିଲେ, ସେ ସମ୍ପୂର୍ଣ୍ଣ ନିଷ୍ପାପୀ ଜୀବନ ସେ ବିତେଇଥିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେ କୌଣସି, ତାଙ୍କ ମୁଖରେ ଛଳ କଥା ନଥିଲା, ସେ କୌଣସି ପାପ କର୍ମ କରିନଥିଲେ, କାରଣ ସେ ସମ୍ପୂର୍ଣ୍ଣ ପାପ ଶୂନ୍ୟ ଥିଲେ। ବର୍ତ୍ତମାନ ସେଇ ଛେଳି ଉପରେ ମହାଯାଜକ ସମସ୍ତଙ୍କର ପାପ ସ୍ୱୀକାର କଲା ପରେ ଛେଳି କଣ କରାଉଥିଲା? ଜଣେ ବ୍ୟକ୍ତି, ଜଣେ ମନୋନୀତ ବ୍ୟକ୍ତି ହାତରେ ଛେଳିକୁ ସମର୍ପଣ କରିଦିଆଉଥିଲା। ଆଉ ସେ ବ୍ୟକ୍ତି କଣ କରୁଥିଲେ? ସେ ଜୀବନ୍ତ ଛେଳିକୁ ସେ ମରୁ ପ୍ରାନ୍ତରକୁ ନେଇ ଯାଉଥିଲେ, ନିର୍ଜନ ସ୍ଥାନକୁ, ଜନଶୂନ୍ୟ ସ୍ଥାନକୁ ନେଇ ସେ ଛେଳିକି ଛାଡ଼ି ଦେଉଥିଲେ। ଛେଳି ଆଉ ଥରେ ସେ ଫେରି ଆସି ପାରିବ ନାହିଁ। ସେଟା କଣ ବୁଝେଇଲା? ନା ଦେଶର, ଜାତିର ସମସ୍ତଙ୍କର ପାପ ଭାର କରି ଛେଳିଟି ସେ ଦୂରକୁ ଚାଲିଗଲା। ଆଉ ଏଇ ଜାଗାରେ, ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ଭାର ବୋହି ନେଇଯାଆନ୍ତି। ହାଲେଲୁୟା। ତେବେ ଏଇ ଛେଳି ଭଳିଆ ଏ ନିଷ୍ପାପୀ ମେଷ ଶାବକ, ଏ ନିଷ୍ପାପୀ ମେଷ ପରମେଶ୍ୱର ଯାହାଙ୍କୁ ବାଛିଥିଲେ, ଯେ ନିଖୁମ୍ତ ଥିଲେ, ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭଧାରଣ କରାଗଲେ। କାହିଁକି ଆତ୍ମାଙ୍କ ଦ୍ୱାରା ଗର୍ଭଧାରଣର ଆବଶ୍ୟକ ଥିଲା? ନା ଯୀଶୁ ପାପ ଶୂନ୍ୟ ହେବା ପାଇଁ
ତାଙ୍କ ଶରୀର ପାପ ଶୂନ୍ୟ ହେବା ପାଇଁ ଏକ ନିଷ୍ପାପୀ ଜୀବନ କାଟିବା ପାଇଁ ହେଲେ ଜାଗତିକ ବାପା ମାଙ୍କ ଔରସରେ ଜନ୍ମ କଲେ ହେବ ନାହିଁ। ମରିୟମର ଗର୍ଭକୁ ପ୍ରଭୁ ବାଛିଲେ ଏବଂ ସେ ଗର୍ଭରେ ଯୋଉ ଆତ୍ମା ଯୀଶୁ ଆଗରୁ ଥିଲେ ତାଙ୍କ ପାଇଁ ଏକ ଶରୀର ସେ ଗଠନ କଲେ, ଯୋଉ ଶରୀର ପାପ ଶୂନ୍ୟ ହବ। ଏଭଳି 10 ଅଧ୍ୟାୟରେ ଯୀଶୁ କହୁଛନ୍ତି, ତୁମେ ମୋ ପାଇଁ ଏକ ଶରୀର ପ୍ରସ୍ତୁତ କଲ, ତୁମେ ବଳିଦାନ ବାଞ୍ଛା କଲ ନାହିଁ, ମାତ୍ର ମୋ ନିମନ୍ତେ ଏକ ଶରୀର ତୁମେ ପ୍ରସ୍ତୁତ କଲ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ଜନ୍ମରେ ମାଙ୍କର ଗର୍ଭରେ ପୁଣି ଜନ୍ମ ପରେ ଆଉ ଯୀଶୁଙ୍କର ଜୀବନ ଯାପନରେ କେହି ମଧ୍ୟ ଯୀଶୁଙ୍କର ଭୁଲ ପାଇପାରି ନାହାନ୍ତି। ଆଉ ପିଲାତ କହିଲେ, ଏହାଙ୍କ ଠାରେ ମୃତ୍ୟୁ ଦଣ୍ଡ ଯୋଗ୍ୟ, ମୁଁ କୌଣସି ଅପରାଧ ଆଉ ପାଇପାରୁ ନାହିଁ। ପ୍ରେଜ୍ ଦ ଲର୍ଡ। ବର୍ତ୍ତମାନ ଆଉ ସେ ଈଶ୍ୱରଙ୍କ ମେଷ ଶାବକ ଜନ ସାକ୍ଷ୍ୟ ଦେଇ କହିଲେ, ଏଇ ଦେଖ ଈଶ୍ୱରଙ୍କର ମେଷ ଶାବକ। ଏ କଥା କାହିଁକି କହିଲେ? ଅନେକଙ୍କ ଧାରଣା ଥିଲା ବୋଧେ ବାପ୍ତିଜକ ଯୋହନ ସେ ମସିହ ହୋଇଥିବେ, ବାପ୍ତିଜକ ଯୋହନ ସେ ଭାଗବତ ହେଇଥିବେ। ଯେତେବେଳେ ବାପ୍ତିଜକ ଯୀଶୁ ପ୍ରଭୁଙ୍କ ଠାରୁ 6 ମାସରେ ବଡ଼ ସେ ଯେତେବେଳେ ସେବା ଆରମ୍ଭ କଲେ, ଅନେକଙ୍କର ମନ ଭିତରେ এই ধারণা আসিগলা, আমি যে মসিহଙ୍କର অপেক্ষা করছু এই বাপ্তিজକ ଯୋହନ ସେ ମସିହ। 1 ଅଧ୍ୟାୟ ଜନ ଦେଖିବେ, ଆଉ ଲେବୀୟ ମାନେ ଗୋଟେ କମିଟି ଗଠନ କରି ପଠେଇଲେ, ଆପଣ ମସିହ କି, ଆପଣ ଏଲିୟ କି, ଆପଣ ଜେରିମିୟ କି, ଆପଣ ସେଇ ଭାବବାଦୀ କି? ଜନ କ'ଣ କହିଲେ? ମୁଁ ନୁହେଁ, ମାତ୍ର ମୋ ଦ୍ୱାରା ଯେ ଆସୁଛନ୍ତି ତାଙ୍କର ପାଦୁକାର ବନ୍ଧନ ଫିଟାଇବା ପାଇଁ ମୁଁ ଯୋଗ୍ୟ ନୁହେଁ, ସେ ମୋ ପୂର୍ବରେ ଥିଲେ। ପ୍ରେଜ୍ ଦ ଲର୍ଡ। ତାହେଲେ ଆପଣ କିଏ? ନା ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣଙ୍କର ସାଉଣ୍ଡ, ଜଣଙ୍କର ଶବ୍ଦ ମୁଁ। ପ୍ରେଜ୍ ଦ ଲର୍ଡ। ତେବେ ଲୋକଙ୍କର ଧାରଣାକୁ ଖଣ୍ଡନ କରି ଆମେ କହିଲେ, ମୁଁ ନୁହେଁ, ଏ ଦେଖ ଈଶ୍ୱର ମେଷ ଶାବକ। ପ୍ରେଜ୍ ଦ ଲର୍ଡ। ବେଳେ ବେଳେ ସେବା କାର୍ଯ୍ୟରେ ଅନେକ ପ୍ରଭୁଙ୍କ ଦାସ ମାନେ ଏଇ ଦେଖ ଯୀଶୁ କହିବା ପରିବର୍ତ୍ତେ ସେ ଆଡକୁ ଦେଖ ନାହିଁ, ମୋର ଆଡକୁ ଦେଖ। ଲୋକଙ୍କର ଦୃଷ୍ଟିକୁ ଯୀଶୁ ଫେରାଇବା ପରିବର୍ତ୍ତେ ଆଜି ଅନେକ ପ୍ରଭୁଙ୍କ ଲୋକମାନଙ୍କ ଦୃଷ୍ଟିକୁ ନିଜ ଆଡକୁ ଫେରାଉଛନ୍ତି। ଜନ କହିଲେ, ଏହି ଦେଖ ଈଶ୍ୱର ମେଷ ଶାବକ ପରିବର୍ତ୍ତେ ଏ ଆଡକୁ ଦେଖ। ଲୋକମାନଙ୍କୁ ଯୀଶୁଙ୍କ ଆଡକୁ ଛାଡି ଦିଆ ହଉ ନାହିଁ, ଲୋକମାନଙ୍କୁ ନିଜ ଆଡକୁ ଆକର୍ଷଣ କଲାବେଳେ ବାପ୍ତିଜକ ଯୋହନ କହିଲେ, ଏ ହଉଛନ୍ତି ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ଭାର ବୋହି ନେଇଥାନ୍ତି। ହାଲେଲୁୟା। ସେ ପାପ ଶୂନ୍ୟ ବିଚାରରେ ପାପ ଶୂନ୍ୟ ଦେଖାଗଲେ ଏବଂ ପାପ ଶୂନ୍ୟ ଭାବରେ, ପାପ ଶୂନ୍ୟ ମେଷ ଭାବରେ, ପରୀକ୍ଷିତ ମେଷ ଭାବରେ ପ୍ରତ୍ୟେକଙ୍କର ପାପ ଭାର ନେଇ ଏବେ ସେ କ୍ରୁଶକୁ ଯାଉଛନ୍ତି। ଏବଂ ସେ ଲେଖା ହେଲା, ସେ ପାପୀ ମାନଙ୍କ ଗଣିତ ହେଲେ, ଅପରାଧୀ ମାନଙ୍କ ସହିତ ସେ ଗଣିତ ହେଲେ ଏବଂ ଅପରାଧୀ ମାନଙ୍କ ଭଳିଆ ସେ କ୍ରୁଶ ବିଧ ହେଲେ। ପ୍ରେଜ୍ ଦ ଲର୍ଡ। ଅପରାଧୀ ନଥିଲେ, କୌଣସି ପାପ କର୍ମ କରୁନଥିଲେ। ଯେଉଁ ସ୍ଥାନରେ ଅପରାଧୀ ମାନଙ୍କର ପାଇଁ, ଯେଉଁ ସ୍ଥାନ ଅପରାଧୀ ମାନଙ୍କ ପାଇଁ, ଯେଉଁ ଦଣ୍ଡ ଅପରାଧୀ ମାନଙ୍କ ପାଇଁ ଥିଲା, ଆଉ ସେ ଜାଗାରେ ପାପ ଶୂନ୍ୟ ବ୍ୟକ୍ତି, ନିଷ୍କଳଙ୍କ ବ୍ୟକ୍ତି, ସିଦ୍ଧ ପୁରୁଷ, ସର୍ବୋତ୍ତମ ପୁରୁଷ ସେ କ୍ରୁଶକୁ ଯାଉଛନ୍ତି। ତାହେଲେ ଯେ ପାପ ଶୂନ୍ୟ ଥିଲେ, କାହାର ପାପ ନେଇ ଯାଉଛନ୍ତି? ଆପଣ ମାନଙ୍କର ପାପ ନେଇ ଯାଉଛନ୍ତି, ମୋର ପାପ ନେଇ ଯାଉଛନ୍ତି। ବିଶ୍ୱବାସୀଙ୍କର ପାପ ନିଜ ଉପରେ ନେଇ ସେ ଯୋଉ ଛେଳି ଭଳିଆ ସେ ଯାଉଛି। ସେଥିପାଇଁ ପୂର୍ବରୁ ପଶ୍ଚିମ ଯେତେ ଦୂର ଆମମାନଙ୍କର ପାପ ପ୍ରଭୁ ସେତେ ଦୂର କରିଛନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସେ ଛେଳି ସମସ୍ତଙ୍କର ପାପ ନେଇ ଜନ୍ୟ ଶୂନ୍ୟ ସ୍ଥାନକୁ ଚାଲିଯିବା ମାନେ ଆମମାନଙ୍କର ଅପରାଧକୁ ପ୍ରଭୁ ପୂର୍ବରୁ ପଶ୍ଚିମ ଯେତେ ଦୂର ସେ ନେଇ ଯାଇଛନ୍ତି। ଆମମାନଙ୍କର ଅପରାଧକୁ ଅଗାଧ ସମୁଦ୍ର ତଳେ ସେ
ଆଉ ରଖିଛନ୍ତି। ତାର ଅର୍ଥ ଆମ ପାପ କ୍ଷମା କଲା ପରେ ପ୍ରଭୁ ଆମର ପାପକୁ ସେ ମନେ ପକାନ୍ତି ନାହିଁ। ଅନେକ ସମୟରେ ଯଦି କିଏ ମୋର ଭିତରେ ଭୁଲ କଲା, ଆମେ ଭୁଲକୁ ଆମେ ମନେ ପକାଇଥାଉ, କ୍ଷମା ଦେଲା ପରେ ମଧ୍ୟ ଆମେ ମନେ ପକାଇଥାଉ। ମାତ୍ର ପରମେଶ୍ୱର କ୍ଷମା ଦେଇଦେଲା ପରେ ଆଉ ସେ ମନେ ପକାନ୍ତି ନାହିଁ। ପୂର୍ବରୁ ପଶ୍ଚିମ ଯେତେ ଦୂର ସେ ନେଇ ଯାଇଛନ୍ତି, ହାଲେଲୁୟା। ଆଉ ସେ ଅଗାଧ ସମୁଦ୍ରରେ ଆମର ପାପକୁ ସେ ଆଉ ଫୋପାଡ଼ି ଦେଇଛନ୍ତି। ତାର ଅର୍ଥ ସେ ଆମର ଅପରାଧ ମନେ ପକାନ୍ତି ନାହିଁ। ଅନେକ ସମୟ ଅନେକ ଦୋଷୀ ଜୀବନ ବିତାନ୍ତି, ମନ ଭିତରେ ମୋର ପାପ କ୍ଷମା କରୁଛନ୍ତି କି ନାହିଁ ପ୍ରଭୁ, ସେ ମନୋଭାବ ବଞ୍ଚନ୍ତି। କିନ୍ତୁ ପ୍ରଭୁଙ୍କୁ ଧନ୍ୟବାଦ ଦଉ, କାଲବରୀ କ୍ରୁଶରେ ଏକ ନିଷ୍ପାପୀ ବ୍ୟକ୍ତି, ଈଶ୍ୱରଙ୍କ ପୁତ୍ର, ମେଷ ଶାବକ, ଯେ ବିଚାରରେ ପାପ ଶୂନ୍ୟ ବୋଲି ଦେଖାଗଲେ, ଆମମାନଙ୍କର ପାପ ନେଇ ଆମ ପାଇଁ ସେ କ୍ରୁଶରେ ସେ ଗଲେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଏବଂ କାଲବରୀ କ୍ରୁଶରେ କ୍ଷତ ବିକ୍ଷତ ହେଲେ, ଚୂର୍ଣ୍ଣ ବିଚୂର୍ଣ୍ଣ ହେଲେ ଏବଂ ଶେଷ ଟୋପା ଯାଏ ନିଜର ଦେହରୁ ସେ ରକ୍ତକୁ ଚିପୁଡ଼ି ଦେଲେ। ଆଉ ପ୍ରତିଟି ରକ୍ତ ଟୋପା ଆମମାନଙ୍କ ପାଇଁ ଝରିଥିଲା। ଯୀଶୁ ପ୍ରଭୁଙ୍କର ଦେହ ତାଙ୍କ ପାଇଁ ନଥିଲା, ଯୀଶୁ ପ୍ରଭୁଙ୍କ ରକ୍ତ ତାଙ୍କ ପାଇଁ ନଥିଲା, ଯୀଶୁଙ୍କର ସମ୍ପୂର୍ଣ୍ଣ ଜୀବନ ଆମ ପାଇଁ ଥିଲା। ପ୍ରେଜ୍ ଦ ଲର୍ଡ। ଯୀଶୁ ପ୍ରଭୁ ଏ ଜଗତରେ ସେ ସମ୍ପୂର୍ଣ୍ଣ ଭାବରେ ଆପଣମାନଙ୍କ ପାଇଁ, ମୋ ପାଇଁ ବଞ୍ଚିଥିଲେ। ଆଉ ରହିବା ପାଇଁ ତାଙ୍କର ଘର ଦ୍ୱାର ନଥିଲା, ଚଢ଼ିବା ପାଇଁ ଗଧ ନଥିଲା, ଅନ୍ୟର ଗଧରେ ଚଢ଼ିଛନ୍ତି। ନିଜର ନୌକା ନଥିବାରୁ ଅନ୍ୟର ନୌକାରେ ଚଢ଼ି ସମୁଦ୍ର ପାର ହେଇଛନ୍ତି। ନିଜର ଘର ନଥିବାରୁ ଅନ୍ୟର ଘର ସେ ରହିଛନ୍ତି। ପ୍ରେଜ୍ ଦ ଲର୍ଡ। ସେ ସମ୍ପୂର୍ଣ୍ଣ ଭାବରେ, ସିଦ୍ଧ ଭାବରେ ଆମ ପ୍ରତ୍ୟେକଙ୍କ ପାଇଁ ସେ ବଞ୍ଚିଲେ। ପରବର୍ତ୍ତୀ ସମୟରେ କ୍ରୁଶରେ ସେ ଜୀବନ ସେ ଦେଲେ। ହାଲେଲୁୟା, ହାଲେଲୁୟା। ଆଉ ଯେତେବେଳେ ଯୀଶୁ ପ୍ରଭୁ କ୍ରୁଶକୁ ଯାଇଛନ୍ତି, ଆଉ ସେ ସମୟରେ ସେ ସମ୍ପୂର୍ଣ୍ଣ ପାପମୟ ହେଇଗଲେ। ଏଠି ଧ୍ୟାନ ଦିଅନ୍ତୁ, ସେ ପାପୀ ହେଲେ ନାହିଁ, ମାତ୍ର ସେ ପାପମୟ ହେଇଗଲେ। He did not become a sinner, but he became sin. ଏଠି ଫରକ ଅଛି। ସେ ପାପୀ ହେଲେ ନାହିଁ, କାରଣ ନିଜେ କୌଣସି ପାପ କରିନଥିଲେ, ମାତ୍ର ସେ ପାପମୟ ହେଇଗଲେ। କେଉଁମାନଙ୍କର ପାପ ନେଇ ପାପମୟ ହେଲେ? ସାରା ବିଶ୍ୱର ପାପ, ପ୍ରତ୍ୟେକ ମନୁଷ୍ୟ ଜାତିର ପାପ ନିଜକୁ ନେବା ଦ୍ୱାରା ସେ ପାପମୟ ହେଇଗଲେ। ଯେତେବେଳେ ପାପମୟ ହେଇଗଲେ, ଯୀଶୁ କହିଲେ, ପିତା ପରମେଶ୍ୱର ନିଜର ପୁତ୍ରଙ୍କୁ ଆଉ ସେ ଦେଖି ପାରିଲେ ନାହିଁ। ସେ ନିଜର ମୁହଁ ବୁଲେଇ ଦେଲେ। କ୍ରୁଶକୁ ଯିବା ପର୍ଯ୍ୟନ୍ତ ଯୀଶୁଙ୍କର ଭରସା ଥିଲା, ମୋତେ ସମସ୍ତେ ଛାଡ଼ିଦେଲେ ମଧ୍ୟ ପିତା ମୋତେ ଛାଡ଼ି ନାହାନ୍ତି। ମାତ୍ର ଯେତେବେଳେ କ୍ରୁଶରେ ଯୀଶୁ ପ୍ରଭୁ ପାପମୟ ହେଇଗଲେ, ଆଉ ସେ ପାପକୁ ଦେଖି ପାରିଲେ ନାହିଁ। ପୁତ୍ରଙ୍କ ଠାରୁ ପିତା ନିଜର ମୁହଁକୁ ଲୁଚେଇ ଦେଉଛନ୍ତି। ଆଉ ସେ ସମୟରେ ସୂର୍ଯ୍ୟ ମଧ୍ୟ ତେଜ ଦଉ ନାହିଁ, ସୂର୍ଯ୍ୟ ଅନ୍ଧକାର ହେଇଗଲା, ଦେଶ ଯାକ ଅନ୍ଧକାର ହେଇଗଲା। ଏ ଅନ୍ଧକାର କଣ ବୁଝେଇଲା? ନା ପିତା ପରମେଶ୍ୱର ପୁତ୍ରଙ୍କୁ ଛାଡ଼ିଦେଲେ। ଆଉ ସେ ସମୟରେ ଯୀଶୁ ପ୍ରଭୁ ସମ୍ପୂର୍ଣ୍ଣ ଭାବରେ ସେ ପରିତ୍ୟକ୍ତ ଅବସ୍ଥା ଅନୁଭବ କଲେ, ଯେ ପିତା ମଧ୍ୟ ମୋତେ ଛାଡ଼ିଦେଲେ। ଆଉ ସେ ଜାଗାରେ କଣ କହିଲେ? ହେ ପିତା, କାହିଁକି ଆମ୍ଭକୁ ପରିତ୍ୟାଗ କଲ? କଣ ଲେଖା ହେଲା? ଏଲି ଏଲି ଲାମା ସାବକ୍ଥାନି। ତାର ଅର୍ଥ, ହେ ପିତା, କାହିଁକି ପରିତ୍ୟାଗ କଲ? ପୁତ୍ର ହେଲେ ମଧ୍ୟ ଯେତେବେଳେ ପାପମୟ ହେଇଗଲେ, ପବିତ୍ର ଈଶ୍ୱର ଆଉ ପାପ ପ୍ରତି ଆଉ ସେ ଦୃଷ୍ଟି କରିପାରିଲେ ନାହିଁ। ସେ ପୁତ୍ରଙ୍କ ଠାରୁ ସେ ମୁହଁ ବୁଲେଇ ଦେଲେ। ସେଇ ଅବସ୍ଥାରେ ସୂର୍ଯ୍ୟ ମଧ୍ୟ ନିସ୍ତେଜ ହେଇଗଲା, ଭୂମିକମ୍ପ ହେଇଯାଉଛି, ଅନେକ ଘଟଣା ଘଟି ଯାଉଛି। ଆଉ ବ୍ୟାକୁଳ ଭାବରେ କହିଲେ, ହେ ପିତା, କାହିଁକି ମୋତେ ପରିତ୍ୟାଗ କଲ? କାହା ପାଇଁ ପରିତ୍ୟାଗ କଲେ? ମନୁଷ୍ୟ ଜାତିକୁ ପିତାଙ୍କ ସହିତ ପୁନର୍ମିଳନ କରିବା ପାଇଁ ଉଭୟଙ୍କର ମଧ୍ୟରେ ସେ ଠିଆ ହେଲେ।
Praise the Lord. Hallelujah. Hallelujah. ଜଣେ ପାପ ଶୂନ୍ୟ ବ୍ୟକ୍ତି ଦୁଇଟା ପାପୀ ମଧ୍ୟ ଠିଆ ହେଉଛି। ଜଣେ ପାପ ଶୂନ୍ୟ ପରମେଶ୍ୱର ଆଉ ଗୋଟେ ପାପୀ ଗୋଷ୍ଠୀ ଠିଆ ହେଇ ସେ ପିତାଙ୍କୁ କହୁଛନ୍ତି, ପିତା ଏମାନେ କଣ କରୁଛନ୍ତି ଜାଣନ୍ତି, ଏମାନଙ୍କୁ କ୍ଷମା କର। କୋଉ ଆଧାରରେ କ୍ଷମା ଦେବେ ନା ଏମାନଙ୍କର ପାପ ଭାର ମୁଁ ନିଜ ଉପରକୁ ନେଉଛି। ଏମାନଙ୍କର ପାପ ଭାର ମୁଁ ନିଜ ଉପରକୁ ନେଉଛି। ପିତା ମତେ ତୁମେ ଛାଡ଼ି ଦିଅ, କିନ୍ତୁ ଏମାନଙ୍କୁ ତୁମେ ଛାଡ଼ି ଦିଅ ନାହିଁ। ସେ ନିଜକୁ ମାରିବେ, ପରକୁ ତାରିବେ, ମାନେ ସେ ନିଜକୁ ମାରିଦେବେ କିନ୍ତୁ ଅନ୍ୟକୁ ଉଦ୍ଧାର କରିବେ। Praise the Lord. Hallelujah. ମୁଁ ଏ ଜାଗାରେ ଗୋଟେ କଥା ଅନେକ ଥର କହିଥିବା ଉଦାହରଣ କହି ବନ୍ଦ କରିବା ପାଇଁ ଚାହେଁ। ଆଉ ମୁଁ ଏ ଉଦାହରଣଟା ଜଣେ ପ୍ରଭୁଙ୍କର ମହାନ ଦାସ ସ୍ୱର୍ଗତ ଡିଜେସ୍ ଦିନାକରଣଙ୍କ ଗୋଟେ ଆର୍ଟିକଲକୁ ପାଇଥିଲି। ଆଉ ମୁଁ ସେ ଜାଗାରୁ ଆଉ ପାଇଛି। ଅନେକ ଥର କହିଥିଲି, ତଥାପି ଏ ବାକ୍ୟ ଯୋଡ଼ି କହି ଶେଷ କରିବାକୁ ଚାହୁଁଛି। ଯୀଶୁ ପ୍ରଭୁ କ୍ରୁଶରେ ଜୀବନ ଦେଲେ କାହା ପାଇଁ? ଆପଣମାନଙ୍କ ପାଇଁ, ମୋ ପାଇଁ, ସମୁଦାୟ ବିଶ୍ୱ ପାଇଁ। ଆମ ସମସ୍ତଙ୍କର ପାପ ଭାର ସେ ନେଇଗଲେ ଆମକୁ ରକ୍ଷା କରିବା ପାଇଁ। ଦି ଭାଇ ଗୋଟେ ସହରରେ ସାଙ୍ଗ ରହୁଥିଲେ। ଦି ଭାଇ ଗୋଟେ ସହରରେ ରହୁଥିଲେ। ବଡ଼ ଭାଇ ବହୁତ ଭଲ, ସାନ ଭାଇ ବହୁତ ଦୁଷ୍ଟ। ଦିନେ ରାତିରେ ସାନ ଭାଇ ଦେଖିଲା ବଡ଼ ଭାଇ ଶୋଇଯାଇଛନ୍ତି। ସେ କ'ଣ କଲେ ନା ଧୀରେ ବଡ଼ ଭାଇ ଶୋଇଛନ୍ତି, ଭାଇଙ୍କୁ ଡିଷ୍ଟର୍ବ ନ କରିକି ସେ କବାଟ ଖୋଲି ସେ ବାହାରକୁ ଗଲେ। ତାଙ୍କ ଜଣେ ମୃତ ଶତ୍ରୁ ଥିଲେ। ସେ କ'ଣ କଲେ? ସେ ମୃତ ଶତ୍ରୁକୁ ସେ ହତ୍ୟା କଲେ। ଯେତେବେଳେ ହତ୍ୟା କଲେ ଆଉ ସେ ବ୍ୟକ୍ତିର ରକ୍ତ ସବୁ ଆଉ ଏ ବ୍ୟକ୍ତି ଉପରେ ମାନେ ଛିଞ୍ଚି ହେଇଗଲା, ଦେହ ଯାକ ରକ୍ତ ଭର୍ତ୍ତି ହେଇଗଲା। ଆଉ କୌଣସି ସୂତ୍ରରୁ ପୋଲିସ ସୂଚନା ପାଇଲେ। ଆଉ ବର୍ତ୍ତମାନ ଏ ନରହତ୍ୟାକାରୀକୁ ଧରିବା ପାଇଁ ତା ପଛରେ ପଛରେ ଗୋଡ଼େଇଛନ୍ତି। ଏ ପିଲା ହାତରେ କ'ଣ ଅଛି? ଏକ ଛୁରୀ ଅଛି, ରକ୍ତାକ୍ତ ଡ୍ରେସ୍। ଆଉ ବର୍ତ୍ତମାନ ସେ କୋଉଠି ଧାଉଛି? ବଡ଼ ଭାଇ ଯୋଉ ଘରେ ଅଛନ୍ତି ସେ ଘରକୁ ସେ ଧାଉଛି। ତା ପଛରେ ପୋଲିସ ଗୋଡ଼ାଇଛନ୍ତି। ଆଉ ଯୋଉ ଘରେ ବଡ଼ ଭାଇ ଥିଲେ ସେ ଘରେ ସେ ଯାଇ କବାଟ ବାଡ଼େଇଲେ। ବଡ଼ ଭାଇ ଦେଖିଲେ ପିଲା ଦୁଷ୍ଟ ପିଲା ରାତି ଘଣ୍ଟାରେ ଉଠି ବୁଡ଼ି ଯାଇଛି, ସେ କେତେବେଳେ ଆସିବ ସେ ଆଉ ସେ ଗାଡ଼ା ଦେଇ ଶୋଇ ପଡ଼ିଛନ୍ତି। ଏ ବହୁତ ଜୋରରେ କବାଟ ବାଡ଼େଇଲା ବେଳକୁ ବଡ଼ ଭାଇ ଉଠିଲେ। ଆଉ କବାଟ ଖୋଲି ଦେଖୁଛନ୍ତି ଯେ ପିଲା ହାତରେ ଛୁରୀ ଅଛି ଆଉ ତା ଡ୍ରେସରେ ରକ୍ତ ଭର୍ତ୍ତି ହେଇଛି। ତେବେ ଆଉ ଥରେ କବାଟ ବନ୍ଦ କରିଦେଲେ। କହିଲେ, ତୋର ଦେହରେ ରକ୍ତ ଏତେ କାହିଁକି, ହାତରେ କାହିଁକି ଛୁରୀ ଧରିଛୁ? ସେ କହିଲା, ଭାଇ ଆଉ ମୋର ଗୋଟେ ମୃତ ଶତ୍ରୁ ଗୋଟେ ଥିଲା। ମୁଁ ଚାହୁଁନଥିଲି ସେ ବ୍ୟକ୍ତି ବଞ୍ଚୁ ବୋଲି, ମୁଁ ତାକୁ ହତ୍ୟା କରିଦେଇଛି। ବର୍ତ୍ତମାନ ମୋ ପଛରେ ପୋଲିସ ପଡ଼ିଛି, ମୁଁ ରକ୍ଷା ପାଇବା ପାଇଁ ମୁଁ ଧାଇଁ ଆସିଛି। ଶୀଘ୍ର କବାଟ ଖୋଲ, ନହେଲେ ପୋଲିସ ମୋ ପଛରେ ଆସୁଛନ୍ତି। ବଡ଼ ଭାଇ ଦେଖିଲେ ଯେ ପିଲା ନିଜେ ହତ୍ୟା କରିଛି। ସେତେବେଳେ ହତ୍ୟାକାରୀ ମାନଙ୍କ ପାଇଁ ଫାଶୀ ଦଣ୍ଡର ବ୍ୟବସ୍ଥା ଥିଲା। ସେ ଅନ୍ୟକୁ ହତ୍ୟା କରି ଜାଣେ, ମାତ୍ର ସେ ନିଜେ ମରିବା ପାଇଁ ଚାହେଁ ନାହିଁ। ଅନ୍ୟର ପ୍ରାଣ ନେଇ ଜାଣେ, ମାତ୍ର ନିଜର ପ୍ରାଣ ଦେବା ପାଇଁ ସେ ଚାହେଁ ନାହିଁ। ମାତ୍ର କିଏ ଜଣେ ମରିବାକୁ ପଡ଼ିବ। ବଡ଼ ଭାଇ କହିଲେ, ଠିକ ଅଛି ବାବୁ, ତୁ ଭିତରକୁ ଆ। ଆଉ ସେ ଗାଡ଼ା ଦେଇଦେଲେ। ତାପରେ କହିଲେ, ତୋର ବର୍ତ୍ତମାନ ସେ ଡ୍ରେସ୍ ମତେ ଦେ। ସାନ ଭାଇର ଡ୍ରେସ୍ ବଡ଼ ଭାଇ ପିନ୍ଧୁଛନ୍ତି, ତୋର ଛୁରୀ ମତେ ଦେଇଦେ। ଆଉ ସେ ଛୁରୀ ଧରିଲେ ଆଉ କହିଲେ, ଝରକା ଖୋଲା ଅଛି ତ ଶୀଘ୍ର ପଳା। ଆଉ ତୁ ତୋର ପ୍ରାଣ ବଞ୍ଚାଇ ଚାହୁଁଛୁ, ଆଉ ମୁଁ ତୋ ଜାଗାରେ ମରିବି, ତୁ ଚାଲିଯା। ତାପରେ ସାନ ଭାଇ ସେ ବଞ୍ଚିବା ପାଇଁ ଚାହୁଁଛି, ସେ ପ୍ରାଣ ବଞ୍ଚାଇବା ପାଇଁ। ବଡ଼ ଭାଇଙ୍କର ଅବସ୍ଥା କ'ଣ ହବ ତାର ଟେନସନ୍ ନାହିଁ, ମାତ୍ର ତାର ପ୍ରାଣ କେମିତି ବଞ୍ଚିବ ସେଥିପାଇଁ ତାର ଟେନସନ୍। ସେ ଝରକା ଦେଇ ସେ ପଳେଇଲା। କିଛି ସମୟ ପରେ ପୋଲିସ ହାଜର ହେଇଗଲେ। ଆଉ କୋଉ ଘର ଭିତରେ ସେ ପିଲା ପଶିଛି, ଆଉ ପିଲାକୁ ଟ୍ରାକ୍ କରୁଥିଲେ, ପହଞ୍ଚିଗଲେ। କବାଟ ବର୍ତ୍ତମାନ ଖୋଲା ହେଲା। ଦେଖୁଛନ୍ତି ବଡ଼ ଭାଇଙ୍କର ଦେହରେ ସେ ଡ୍ରେସ୍ ଅଛି, ରକ୍ତାକ୍ତ ଡ୍ରେସ୍ ଅଛି, ତାଙ୍କ ହାତରେ ଛୁରୀ ଅଛି।
ବର୍ତ୍ତମାନ ବଡ଼ ଭାଇଙ୍କୁ ନେଇ କ'ଣ କଲେ? ସାନ ଭାଇଙ୍କ ଜାଗାରେ ଆଉ ଶୂଳି ଦିଆହେଲା, ସାନ ଭାଇଙ୍କ ଜାଗାରେ ଫାଶୀ ଦିଆହେଲା। ଭୁଲ କିଏ କଲା? ସାନ ଭାଇ କଲା। ମାତ୍ର ସାନ ଭାଇ ଜାଗାରେ କିଏ ମରୁଛି? ବଡ଼ ଭାଇ। ଯେ ଭୁଲ କରିଛି ତାକୁ କିଏ ରକ୍ଷା କରୁଛି? ବଡ଼ ଭାଇ ରକ୍ଷା କରି ପଠେଇ ଦଉଛି। ମାତ୍ର ସାନ ଭାଇଙ୍କ ଜାଗାରେ ବଡ଼ ଭାଇ ସେ ମୃତ୍ୟୁବରଣ କରି ସାନ ଭାଇକୁ ରକ୍ଷା କରୁଛି। ଯୀଶୁ ପ୍ରଭୁ ଆମ ମାନଙ୍କର ବଡ଼ ଭାଇ। ପ୍ରେଜ୍ ଦ ଲର୍ଡ। ଆମ ମାନଙ୍କର ବଡ଼ ଭାଇ। ଆପଣ ଦେଖନ୍ତୁ ଯେ ଆପଣ ମାନଙ୍କର ମୁକ୍ତି, ଆପଣଙ୍କର ପରିତ୍ରାଣ, ଆମଙ୍କର ପାପ କ୍ଷମା, ଆମଙ୍କର ଅନନ୍ତ ଜୀବନ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ପ୍ରଭୁ ଦେଖିଲେ ତୁମେ ପରିତ୍ରାଣ ପାଅ, ତୁମେ ଅନନ୍ତ ଜୀବନ ପାଅ, ତୁମେ ପିତା ସହ ମିଳିତ ହୁଅ। ମୁଁ ତୁମର ଅପରାଧ ମୁଁ ନିଜ ଉପରୁ ନେବି, ମୁଁ ତୁମ ବଦଳରେ କ୍ରୁଶରେ ମୁଁ ଜୀବନ ଦେବି, ମାତ୍ର ତୁମେ ରକ୍ଷା ପାଅ। ପ୍ରେଜ୍ ଦ ଲର୍ଡ। ସେ କୌଣସି ପାପ କରିନଥିଲେ, ବିଚାରରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ, ତଥାପି ଆମ ପାଇଁ କ୍ରୁଶରେ ଜୀବନ ଦେଲେ। କ୍ରୁଶରେ ଜୀବନ ଦେବା ପାଇଁ କେହି ତାଙ୍କୁ ବାଧ୍ୟ କରିନାହାନ୍ତି, କିଏ ବାଧ୍ୟ କରିପାରିବେ ନାହିଁ, ବରଂ ସେ ସ୍ୱେଚ୍ଛାରେ ସେ ନିଜ ତରଫରୁ ସେ ଜୀବନ ଦେଲେ। ତେବେ ଆପଣମାନଙ୍କର ଜୀବନର ମୂଲ୍ୟ କେତେ? ଆପଣମାନଙ୍କର ମୂଲ୍ୟ କେତେ? ପ୍ରଥମ କରିନ୍ଥୀୟ 6 ଅଧ୍ୟାୟର ଲେଖା ଶେଷରେ ସେ ଆପଣମାନଙ୍କୁ ମତେ ଏକ ବିଶେଷ ମୂଲ୍ୟରେ କିଣିଛନ୍ତି। ସେ ବିଶେଷ ମୂଲ୍ୟ କ'ଣ ଥିଲା? ତାଙ୍କ ରକ୍ତ ଥିଲା। ହାଲେଲୁୟା। ଆପଣମାନେ ମୂଲ୍ୟହୀନ ନୁହନ୍ତି, ଆମେମାନେ ମୂଲ୍ୟହୀନ ନୁହଁ, ମନୁଷ୍ୟ ମୂଲ୍ୟହୀନ ନୁହଁ। ତା ପାଇଁ ଏକ ଉପଯୁକ୍ତ ମୂଲ୍ୟ ଦେବାର ଆବଶ୍ୟକ ଥିଲା। ଆଉ ସେ ମୂଲ୍ୟ ଈଶ୍ୱରଙ୍କ ଛଡ଼ା କେହି ମଧ୍ୟ ଦେଇପାରିବେ ନାହିଁ। ଅନେକ ସମୟରେ ଆମେ ନିଜର ମୂଲ୍ୟ ଠିକ ସେ ବୁଝିପାରି ନାହୁଁ। ଆମ ସୃଷ୍ଟିକର୍ତ୍ତା ପରମେଶ୍ୱର ଆମମାନଙ୍କର ମୂଲ୍ୟ ବୁଝିଥିବାରୁ ଆମକୁ ପାପ ଉଦ୍ଧାର କରିବା ପାଇଁ, ଶୈତାନ ଉଦ୍ଧାର କରିବା ପାଇଁ ଉପଯୁକ୍ତ ମୂଲ୍ୟ ଦେବାକୁ ଆସିଲେ, ଆଉ ନିଜର ଜୀବନ ଦେଇଦେଲେ, ନିଜ ରକ୍ତ ଦେଲେ। ସେ ରକ୍ତ ଦିଆ ବନ୍ଧୁ, ସେ ଜୀବନ ଦିଆ ବନ୍ଧୁ। ପ୍ରେଜ୍ ଦ ଲର୍ଡ। ସେ ଯେତିକି ଭଲ ପାଇପାରନ୍ତି, ସେ ଯୋଉ ଭଳିଆ ପ୍ରେମ କରିପାରନ୍ତି, ଏ ଦୁନିଆରେ କୌଣସି ସ୍ୱାମୀ କୌଣସି ସ୍ତ୍ରୀକୁ, କୌଣସି ସ୍ତ୍ରୀ କୌଣସି ସ୍ୱାମୀକୁ, କି କୌଣସି ବାପା ମା ପିଲାଙ୍କୁ, କି କୌଣସି ପିଲାମାନେ ବାପା ମାଙ୍କୁ, କି କିଏ କାହାକୁ ସେମିତିକା ସେଇଭଳିଆ ପ୍ରେମ ଦେଇପାରିବ ନାହିଁ। ଅଦ୍ୱିତୀୟ ପ୍ରେମ, ଅତୁଳନୀୟ ପ୍ରେମ, ସର୍ବୋତ୍ତମ ପ୍ରେମ, ସର୍ବଶ୍ରେଷ୍ଠ ପ୍ରେମରେ ଆମକୁ ପ୍ରେମ କଲେ। ଆଉ ସର୍ବଶ୍ରେଷ୍ଠ ପ୍ରେମ କ'ଣ? ସେ ଆମକୁ ପାଇବା ପାଇଁ ସେ ନିଜକୁ ଦେଇଦେଲେ। ପ୍ରେଜ୍ ଦ ଲର୍ଡ। ତେବେ ଆମେ ପ୍ରଭୁଙ୍କର ପ୍ରେମର ଶରଣ ନେଉ। ହାଲେଲୁୟା। ପ୍ରଭୁଙ୍କର ଶରଣ ନେଉ ଯେ ତାଙ୍କ ଭଳିଆ ପ୍ରେମ ଆଉ କିଏ କରିପାରିବ ନାହିଁ। ଆଉ ଉତ୍କୃଷ୍ଟ ପ୍ରେମରେ ପ୍ରେମ କଲେ। ଆଉ ସେ ପ୍ରେମ ଆମ ପ୍ରତ୍ୟେକଙ୍କ ଆବଶ୍ୟକ ରହିଛି। ଆଉ ସେଇ ଭଳିଆ ପ୍ରେମ କେହି କରିନାହିଁ, କେହି ମଧ୍ୟ କେବେ କରିପାରିବ ନାହିଁ। ତେବେ ଏହି ଦେଖ ଈଶ୍ୱରଙ୍କ ମେଷ ଶାବକ ଯେ ଜଗତର ପାପ ଭାର ବୋହି ନେଇ ଯାଆନ୍ତି, ଆମକୁ ପାପ ମୁକ୍ତ କରିବା ପାଇଁ, ପାପ ଶୂନ୍ୟ କରିବା ପାଇଁ, ନରକରୁ ଉଦ୍ଧାର କରିବା ପାଇଁ, ପରିତ୍ରାଣ ଦେବା ପାଇଁ ଆମର ପାପ ଭାର ସେ କ୍ରୁଶ ଉପରକୁ ସେ ନିଜ ଦେହରେ ନେଇ ଯାଉଛନ୍ତି। ହାଲେଲୁୟା। ହେ ପିତା, ଏମାନେ କ'ଣ କରୁଛନ୍ତି ଜାଣନ୍ତି ନାହିଁ, ଏମାନଙ୍କୁ ତୁମେ କ୍ଷମା କର। ସେ କ୍ଷମାର ଘୋଷଣା ସେ କ୍ରୁଶରୁ କରୁଛନ୍ତି। କ୍ରୁଶର ଶବ୍ଦ ବାଣୀ ଭିତରେ ଆଉ ଗୋଟେ ବାଣୀ ହେଲା କ୍ଷମାର ବାଣୀ। ଆଉ ସେ କ୍ଷମାର ବାଣୀ କ'ଣ ଥିଲା? ଏମାନେ କ'ଣ କରୁଛନ୍ତି ଜାଣନ୍ତି ନାହିଁ, ପିତା ଏମାନଙ୍କୁ ତୁମେ କ୍ଷମା କରିଦିଅ। ଆଜି ପ୍ରଭୁ ଆପଣମାନଙ୍କ ଠାରୁ, ମୋ ଠାରୁ ପ୍ରଭୁ କ୍ଷମା ଚାହୁଁଛନ୍ତି, ନିଜ ପାଇଁ ନାହିଁ। ଆଜି ଆମମାନଙ୍କ ବିରୁଦ୍ଧରେ ଅନେକ ଅନେକ ପ୍ରକାର ଭୁଲ ଭଟକା କରିଥିବେ। ଆଜି ଯେ ଅନେକ ଥିବେ କ୍ଷମା ଦେଇ ନଥିବେ। ଆଜି କ୍ଷମାର ଦିବସ ଆଜି। ପ୍ରେଜ୍ ଦ ଲର୍ଡ। ଜାଣିଛନ୍ତି ଏ ଦିବସରେ ଅନେକ ଦେଶ ମାନଙ୍କରେ ଅନେକ ରାଷ୍ଟ୍ରପତି ମାନେ ମଧ୍ୟ ଦୋଷୀ ମାନଙ୍କୁ କ୍ଷମା ଦିଅନ୍ତି, ମୁକ୍ତ କରି ଦିଅନ୍ତି।
ଆପଣଙ୍କ ଜୀବନରେ କିଏ ଅଛନ୍ତି କି ଆପଣ ଆଜି ଯାଏ ମୁକ୍ତ କରିନାହାନ୍ତି, କ୍ଷମା ଦେଇନାହାନ୍ତି? କ୍ରୁଶରେ ଜୀବନ ଦେଲେ ଆପଣ ମତେ କ୍ଷମା କରିଦେବା ପାଇଁ ଯଦି ମନ ଭିତରେ ଭାବୁଛନ୍ତି କିଏ ମୋର ଶତ୍ରୁ ବୋଲି, ତାହେଲେ ଏଇଟା ଗୋଟେ ସମୟ, ପ୍ରଭୁ ମୁଁ ସେ ଭାଇଙ୍କୁ କ୍ଷମା କରିଦେଉଛି, ସେ ଭଉଣୀକୁ କ୍ଷମା କରିଦେଉଛି, ମୋର ସ୍ୱାମୀକୁ, ମୋ ସ୍ତ୍ରୀକୁ, ପିଲାଙ୍କୁ ମୁଁ କ୍ଷମା କରିଦେଉଛି, ମୋର ବାପା ମାଙ୍କୁ ମୁଁ କ୍ଷମା କରିଦେଉଛି। ପ୍ରେଜ୍ ଦ ଲର୍ଡ। ତେବେ ଆମେ ଯେମିତି ବିନା ମୂଲ୍ୟରେ କ୍ଷମା ପାଇଛୁ, ଆମେ ଅନ୍ୟମାନଙ୍କୁ ମଧ୍ୟ ବିନା ମୂଲ୍ୟ କ୍ଷମା କରିଦେବା। ଆମେ ଯେମିତି ବିନା ମୂଲ୍ୟରେ ଏତେ ବଡ଼ ପ୍ରେମ ପାଇଛୁ, ଅନ୍ୟକୁ ମଧ୍ୟ ଆମେ ବିନା ମୂଲ୍ୟରେ ପ୍ରେମ କରିଦେବା। ଏ ହେଉଛି ଖ୍ରୀଷ୍ଟ ପ୍ରେମ, ଏ ହେଉଛି ଖ୍ରୀଷ୍ଟୀୟ ପ୍ରେମ, ଏ ଯେଉଁ କ୍ରୁଶୀୟ ପ୍ରେମ। ହାଲେଲୁୟା। ତେ କାଲବରୀ କ୍ରୁଶରେ ଯୀଶୁ ଯେଉଁ ପ୍ରେମ ଦେଲେ, ସେ ପ୍ରେମର ଗଭୀରତା, ତାର କେତେ ଗଭୀର, କେତେ ପ୍ରଶସ୍ତ, କେତେ ଉଚ୍ଚା ପ୍ରେମ, ତାର ତୁଳନା ନାହିଁ। ହାଲେଲୁୟା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏଇ ଦିନମାନଙ୍କରେ କ୍ରୁଶେ ହତ ଯୀଶୁଙ୍କୁ ଆମେ ସ୍ମରଣ କରୁ। କ୍ରୁଶରେ ପ୍ରଭୁ ଆମ ପାଇଁ ମହାନ କାର୍ଯ୍ୟ କରୁଛନ୍ତି, ଅତୁଳନୀୟ କାର୍ଯ୍ୟ କରୁଛନ୍ତି, ତାଙ୍କ ପରି ଆଉ କେହି ନାହିଁ। ମୁଁ ପଥ, ସତ୍ୟ, ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବ ନାହିଁ। ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ ଯୋଉ ନାମ ଦ୍ୱାରା କି ଆମେ ପରିତ୍ରାଣ ପାଇପାରିବା, କେବଳ ଯୀଶୁ ନାମ। ପ୍ରଭୁ ଏ ବାକ୍ୟରେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।